नमस्कार दर्शक बंधु शुभ संध्या आमे नहीं आसु देश विदेश राज्यर 20 गुरुत्वपूर्ण खबर खबरटी भल लगे वीडियो को लाइक करने सहित चैनल न थे सब्सक्राइब करी आपण जिलार ना लिखिदेवे जहाँफल प्रत्येक दिन आपण जिलार खबर किसी ना कि अपडेट पाइपर तेज कौन रही आज संध्यार खबर चलता नजर पकाइबा। प्रथम खबर होछि आसंता काली मिलिबो सुभद्रार चतुर्थ किस्ती एनेकी 1 कोटी ऊर्ध्व महिला हेबे उपकृत महिला खाता को आसीबाकू जाउछि सुभद्रार चतुर्थ किस्ती पूर्व घोषणा मुताबक डीबीटी माध्यम 5,000 टଙ୍କା ଲେଖାଏ ପଠାଇବେ ସରକାର। ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 5,000 କୋଟି ଊର୍ଦ୍ଧ୍ୱ ଟଙ୍କା ହିତାଧିକାରୀ ବ୍ୟାଙ୍କ ଆକାଉଣ୍ଟକୁ ଯିବ। 2,13,000 ନୂଆ ହିତାଧିକାରୀ ଟଙ୍କା ପାଇବେ। ସୁଭଦ୍ରା ହିତାଧିକାରୀଙ୍କ ତାଲିକା ବଦଳିବା ନିରନ୍ତର ପ୍ରକ୍ରିୟା। ଯେଉଁମାନେ 21ରେ ସାମିଲ ହୋଇଛନ୍ତି ବା 60 ଟପିଲେ ସେମାନେ ପେନସନ ଲିଷ୍ଟକୁ ଯିବେ। ଯେଉଁମାନଙ୍କୁ 21 ବର୍ଷ ହେଲା ସେମାନେ ସାମିଲ ହେବେ। କିନ୍ତୁ ଅଯୋଗ୍ୟ ହିତାଧିକାରୀ ଏଥିରେ ବାଦ ଦେଇଛନ୍ତି ସରକାର। ଏହି ପୁନଶ୍ଚ ଭେରିଫିକେସନ ପୁଣି ଆଉଥରେ ହେବ କାହିଁକି ନା ଯେଉଁମାନେ 21 ବର୍ଷ ଯେ ସେମାନେ ପୁନର୍ବାର ଆବେଦନ କରିଛନ୍ତି ତାଙ୍କୁ ପୁଣି ଭେରିଫିକେସନ କରାଯିବ। ଯେଉଁମାନେ 60 ବର୍ଷ ଯେ ସେମାନେ ଭତ୍ତା ପାଇଁ ଆବେଦନ କରିବେ। ପରବର୍ତ୍ତୀ ଖବର ମାର୍ଚ୍ଚ 31 ପୂର୍ବରୁ ସମାପ୍ତ ହେବ ଲାଲଗଡ଼ ଆତ୍ମସମର୍ପଣ କଲେ 124 ଜଣ ମାଓବାଦୀ। ମାଲକାନଗିରି ଜିଲ୍ଲାର ସୀମାନ୍ତ ଛତିଶଗଡ଼ର ଏବେ ସ୍ପେଶାଲ ଜୋନାଲ କମିଟିର 124 ଜଣ ମାଓବାଦୀ ତେଲେଙ୍ଗାନାରେ ଆତ୍ମସମର୍ପଣ କରିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଉପସ୍ଥିତିରେ ମାଓବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି। ସବୁଠୁ ଦେଶରେ ଅଧିକ ଏକା ସାଙ୍ଗରେ 124 ଜଣ ଆତ୍ମସମର୍ପଣ କରିଛନ୍ତି ରେକର୍ଡ ସୃଷ୍ଟି ହୋଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀ ବାହିନୀ ତଥା ମାଓ ସଂଗଠନ ସଚିବ ଦେବଜୀ ଦଳର ସଦସ୍ୟ ହୋଇଥିବା ମଧ୍ୟ ଜଣାପଡ଼ିଛି। ପରବର୍ତ୍ତୀ ଖବର ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼ ମିଳୁନି ତେଲ। ତେବେ ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ ପାଇଁ କଟକଣା ଜାରି କଲେ ଯୋଗାଣ ବିଭାଗ। ବର୍ତ୍ତମାନ ସମସ୍ତ ପେଟ୍ରୋଲ ପମ୍ପରେ ଭିଡ଼ ଦେଖିବାକୁ ମିଳୁଛି। ଡିପୋରୁ ତେଲ ଆସୁନଥିବାର ସମସ୍ୟା ଉପୁଜିଛି। ଜିଲ୍ଲାରେ ଅନେକ ପେଟ୍ରୋଲ ପମ୍ପରେ ତେଲ ନଥିବା ମଧ୍ୟ ଦେଖିବାକୁ ମିଳୁଛି। ସେପଟେ ବ୍ୟାରେଲ ବା ଡବା ଧରିକି ଲୋକମାନେ ପେଟ୍ରୋଲ ବୋହି ନେଇଯାଉଛନ୍ତି। ଏପଟେ ସରକାର କହିଛନ୍ତି କଳା ବଜାର କଲେ ଆକ୍ସନ ନିଆଯିବ। ବିଭ୍ରାନ୍ତ ସୃଷ୍ଟି କରନ୍ତୁ ନାହିଁ। ରୁଷଠାରୁ ତେଲ ଆସୁଛି, ତେଲ ନିଅଣ୍ଟିଆ ହେବ ନାହିଁ। ରାଜ୍ୟବାସୀ ସରକାର ଉପରେ ଭରସା କରନ୍ତୁ, କେବେ ବି ତେଲକୁ ଅସୁବିଧା ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ପୁଣି କହିଛନ୍ତି କଳା ବଜାର କରୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି। ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଭାରତ ଉପରେ ଯୁଦ୍ଧର ପ୍ରଭାବ ପଡ଼ିବ ନାହିଁ। ଖାଇବା ପିଇବା ଜିନିଷ ମହଜୁଦ ଅଛି। ଏହି ସମୟରେ ଏଲପିଜି ଦର ବଢ଼ିବ କିନ୍ତୁ ମହଜୁଦ ଅଛି। ରେଟ୍ ସାମୟିକ ବଢ଼ିବ କିନ୍ତୁ ସବୁକିଛି ଲୋକଙ୍କୁ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ଖବର ରାଜ୍ୟରେ ପାଗ ବଦଳିବ। ବିଶେଷ କରି କୁହାଯାଉଛି ବଦଳିବ ପାଗ, ବିଜୁଳି ଘଡଘଡି ସହିତ ବର୍ଷା ସମ୍ଭାବନା। କେତେକ ଜିଲ୍ଲାରେ ଘଡଘଡି ସହିତ କୁଆପଥର ଆଶଙ୍କା ମଧ୍ୟ ଅଛି। ଆସନ୍ତା କାଲି ପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ବିଜୁଳି ଘଡଘଡି ସହିତ ବର୍ଷା ସମ୍ଭାବନା ଅଛି। ସେହିପରି 9 ତାରିଖରେ ମଧ୍ୟ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦୁଝର, କଟକ, ଯାଜପୁର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ମଧ୍ୟମ ଧରଣ ବର୍ଷା ହେବ। ବିଜୁଳି ମଧ୍ୟ ମାରିବ। 30 ରୁ 40 କିଲୋମିଟର ବେଗରେ ପବନ ବୋହିବ। ପଶ୍ଚିମ ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। କାଳ ବୈଶାଖୀ ପ୍ରଭାବରେ 9 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ସୂଚନା ମିଳୁଛି। ପରବର୍ତ୍ତୀ ଖବର ଏପ୍ରିଲ 1ରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଶୋଧନ, 90% ଯାଞ୍ଚ ଶେଷ। ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ତ ଗୋପାଳଙ୍କ ସୂଚନା ଅନୁଯାୟୀ ଆସନ୍ତା ଏପ୍ରିଲ 1, 2026ରେ ରାଜ୍ୟରେ ଭୋଟର ତାଲିକାର ସଂଶୋଧନ ଆରମ୍ଭ ହେବ। ଚଳିତ 2025 ଭୋଟର ତାଲିକାକୁ 2002 ପୁରୁଣା ତାଲିକା ସହିତ ମିଳା ଯାଉଛି। ଏପର୍ଯ୍ୟନ୍ତ 90% ଭୋଟରଙ୍କ ତଥ୍ୟ ନାଁ, ପିଲାଙ୍କ ନାଁ ସଫଳତା ସହିତ ଯାଞ୍ଚ ହୋଇଛି। ବାକି 10 ଜଣ ତଥ୍ୟ ମିଳାଇବାର ସହରାଞ୍ଚଳରେ କିଛି ସମସ୍ୟା ଦେଖାଉଛି। ଯଦି 95% ଯାଞ୍ଚ ଶେଷ ହୁଏ ତେବେ ସଂଶୋଧନ ପ୍ରକ୍ରିୟା ବହୁତ ସହଜ ହେବ। ଯେଉଁ ଭୋଟରଙ୍କ ନାମ 2025 ତାଲିକାରୁ ଆଗରୁ ଅଛି ସେମାନଙ୍କୁ ପୁଣି ଥରେ ଆଧାର କାର୍ଡ ଦେବାକୁ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଭୋଟରମାନେ ଏବେ ମୋବାଇଲ ଆପ୍ ମାଧ୍ୟମରେ ମଧ୍ୟ QR କୋଡ ବ୍ୟବହାର କରି ନିଜର ତଥ୍ୟ ଜାଣିପାରିବେ। ଅଧିକ ସୂଚନା ପାଇଁ ସରକାରୀ ୱେବସାଇଟ ceoodisha.nic.in ଯାଇକି ଜାଣିପାରିବେ। ନହେଲେ ହେଲ୍ପଲାଇନ ନମ୍ବର 1950କୁ କଲ୍ କରି ସବୁକିଛି ତଥ୍ୟ ପାଇପାରିବେ। ପରବର୍ତ୍ତୀ ଖବର ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବ ନାହିଁ ଇରାନ। ରାଷ୍ଟ୍ରପତି ମୌସଦ ମାଗିଲେ କ୍ଷମା।
ପଡୋଶୀ ଦେଶକୁ ମାଗିଲେ କ୍ଷମା ଏବଂ ଇରାନ କ୍ଷମା ମାଗିଛି। ଯୁଦ୍ଧ ପାଇଁ କରିଥିବା ଆକ୍ରମଣ ଶନିବାର ଦିନ ପଡୋଶୀ ଦେଶଗୁଡ଼ିକ କ୍ଷମା ମାଗିଛନ୍ତି ରାଷ୍ଟ୍ରପତି ଇରାନର ମୌସଦ। ତେବେ ଆମେରିକା ଇସ୍ରାଏଲ ଯୁଦ୍ଧ ବଢୁଥିଲେ ବି ଇରାନରେ ଅନ୍ୟ କେଉଁ ଦେଶ ଉପରେ ଆକ୍ରମଣ କରିବାର ଉଦ୍ଦେଶ୍ୟ ନାହିଁ ବୋଲି ଏବେ ରାଷ୍ଟ୍ରପତି ନିଜେ କହିଛନ୍ତି। ଏକ ଟିଭି ଚ୍ୟାନେଲରେ ସେ କହିଛନ୍ତି, ଇରାନର ଅସ୍ଥାୟୀ ନେତୃତ୍ୱ ପରିଷଦ ପଡୋଶୀ ଦେଶଗୁଡ଼ିକ ଉପରେ ଆକ୍ରମଣ ସ୍ଥଗିତ ରଖାଯିବ। କ୍ଷେପଣାସ୍ତ୍ର ମାଡ଼ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି। ଦେଶଗୁଡ଼ିକ ଇରାନ ବିରୁଦ୍ଧରେ ଆକ୍ରମଣ ନ କରନ୍ତି, ତେବେ ଇରାନ ସେମାନଙ୍କ ଉପରେ ଆକ୍ରମଣ କରିବ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି। ଏପଟେ ଇରାନରେ ଶହ ଶହ ଛାତ୍ରଛାତ୍ରୀଙ୍କର ମୃତ୍ୟୁବରଣ ହୋଇଛି। ତେବେ ଇରାନ ଉପରେ ଆକ୍ରମଣ ହେଲେ ଏହାର ଜବାବ ଦେବା ପାଇଁ ପଡିବ ବୋଲି କହିଛନ୍ତି। ପଡୋଶୀ ଉପରେ ଆକ୍ରମଣ ବନ୍ଦ କରିଥିଲେ ହିଁ ଇରାନ ଇସ୍ରାଏଲ ଉପରେ ଆଟାକ ଜାରି ରଖିଛି। ପରବର୍ତ୍ତୀ ଖବର, ତେବେ କୁହାଯାଉଛି 10 ଦିନ ହେଲାଣି ଭଦ୍ରକ ଜିଲ୍ଲାରେ 151 ଧାନ ମଣ୍ଡିରେ ତାଲା ପଡିଛି। ଧାନ କିଣା ଠପ୍ ହୋଇଛି। କିଣା ଯାଇଥିବା ଧାନ ମଣ୍ଡିରେ ଉଠୁନାହିଁ। ରାଇସ୍ ମିଲରେ ମଧ୍ୟ ଧାନ ରଖିବାକୁ ଜାଗା ନାହିଁ। ଏଭଳି ଘଡ଼ି ସନ୍ଧେ ମୁହୂର୍ତ୍ତରେ ବିଳମ୍ବରେ ହେଉ ପଛେ ଭଦ୍ରକ ଜିଲ୍ଲାରୁ 11 ରାଇସ୍ ମିଲ ଆସିଛନ୍ତି। ବାହାର ରାଇସ୍ ମିଲ ମାନଙ୍କ ମଧ୍ୟରେ କାହାକୁ ଧାନ କିଣିବା ପାଇଁ ଟାର୍ଗେଟ, ତାହାକୁ ମଧ୍ୟ ଶୁକ୍ରବାର ଦିନ ତମାମ ଯୋଗାଣ ବିଭାଗ କସରତ ଚାଲିଛି। ଅନ୍ୟପଟେ 10 ଦିନ ହେଲାଣି ଧାନ କିଣା ଠପ୍ ହୋଇଥିବା ବେଳେ 15 ଦିନ ହେଲାଣି ଧାନ ବିକିଥିବା ଚାଷୀ ମଧ୍ୟ ଟଙ୍କା ପାଇନାହାନ୍ତି, ଯାହା ସବୁଠୁ ଆଶ୍ଚର୍ଯ୍ୟ କରିଦେଇଛି। ତ ବିଶେଷ କରି 103ଟି ସମବାୟ ସୋସାଇଟି ପକ୍ଷରୁ ପାଖାପାଖି 70ଟି ସୋସାଇଟି ଏବେ ଚାଷୀମାନେ ଧାନ ବିକିବା ପାଇଁ ଅପେକ୍ଷାରତ। ପରବର୍ତ୍ତୀ ଖବର ହଉଛି, କୁଆଡେ ଯାଉଛନ୍ତି ପିଲା? ରାଜଧାନୀରେ ଗୋଟିଏ ଦିନରେ 3 ଜଣ ପିଲା ନିଖୋଜ ହୋଇଛନ୍ତି। ଜଣେ ନାବାଳକ, 2 ଜଣ ନାବାଳିକା ନିଖୋଜ ହୋଇଛନ୍ତି। ଧଉଳରୁ ନିଖୋଜ ହୋଇଥିବା ନାବାଳକ ରାତିରେ ଉଦ୍ଧାର ହୋଇଥିବା ବେଳେ ସାଲିଆସାହିରୁ 2 ନାବାଳିକା ନିଖୋଜ ଅଛନ୍ତି। ନିଖୋଜଙ୍କ ଫଟୋ ସହିତ ପୋଷ୍ଟର ଜାରି କରିଛି କମିଶନରେଟ ପୋଲିସ। ନିଖୋଜ ପିଲାଙ୍କ ବିଷୟରେ ସୂଚନା ଦେଲେ 50,000 ଟଙ୍କା ପୁରସ୍କାର ଦିଆଯିବ ବୋଲି କୁହାଯାଇଛି। ନୂଆପଲ୍ଲୀ ଥାନା ସୂଚନା ଅନୁଯାୟୀ ସାଲିଆସାହିରୁ ନିଖୋଜ ହୋଇଥିବା 2 ନାବାଳିକା ହେଉଛନ୍ତି ତାରିଣୀ ନଗର ସୁମିତ୍ରା ଦେହୁରୀ ଏବଂ ହାତିଆଶୁଣୀର ଶୁଭଶ୍ରୀ ନାୟକ ବୋଲି କୁହାଯାଉଛି। କିଛି ଦିନ ତଳେ ପିଲା ଚୋର ଉପରେ ମଧ୍ୟ ଭିଡିଓ ସବୁ ଜାରି ରହୁଥିଲା। ତେବେ ଏବେ ନେଇକି ସନ୍ଦେହ ମଧ୍ୟ ହେଉଛି। ପରବର୍ତ୍ତୀ ଖବର, ସମୁଦ୍ର ଅଞ୍ଚଳରେ ଉତ୍ତେଜନା ବଢୁଥିବା ସମୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଶ୍ରୀଲଙ୍କା ଉପକୂଳ ପାଖରେ ଆମେରିକାର ଏକ ସବମରିନ ଦ୍ୱାରା ଇରାନର ଯୁଦ୍ଧ ଜାହାଜ IRIS ଡେନା ଉପରେ ଆକ୍ରମଣ ହେବାର କିଛି ଦିନ ପୂର୍ବରୁ ଭାରତ ଅନ୍ୟ ଏକ ଇରାନୀ ଜାହାଜକୁ ସାହାଯ୍ୟ କରିଥିବା ଆଶା କରାଯାଉଛି। ମାନବିକ ଆଧାରରେ ଭାରତ ସରକାର ଏବେ ଲାଭନ ନାମକ ଇରାନୀ ଜାହାଜ କୋଚି ବନ୍ଦରରେ ଡୋକିଂ କରିବାକୁ ଅନୁମତି ଦେଇଥିଲା। ସରକାରୀ ସୂତ୍ର ଅନୁଯାୟୀ ଫେବୃଆରୀ 28 ତାରିଖରେ ଇରାନ ପକ୍ଷରୁ ଭାରତର ଜରୁରୀ ସାହାଯ୍ୟ ଅନୁରୋଧ ଆସିଥିଲା। ତେବେ କୁହାଯାଉଛି IRIS ଲାଭାନ ଜାହାଜ ଗମ୍ଭୀର ଯାନ୍ତ୍ରିକ ତ୍ରୁଟି ହୋଇଥିବାରୁ ତୁରନ୍ତ କୋଚି ବନ୍ଦରରେ ମରାମତି ହୋଇଥିଲା। ଏହାପରେ ମାର୍ଚ୍ଚ 1ରେ ଭାରତ ସରକାର ଡକିଂ ପାଇଁ ଅନୁମତି ଦେଲେ। ମାର୍ଚ୍ଚ 4ରେ ଜାହାଜଟି କୋଚି ବନ୍ଦରରେ ପହଞ୍ଚିଲା। ଏଥିରେ 123 ଜଣ କ୍ରୁ ସଦସ୍ୟ କୋଚି ନୌସେନା କ୍ୟାମ୍ପରେ ରହୁଛନ୍ତି। ତେବେ ଏହି ସମୟରେ ଭାରତ ମହାସାଗର ପାଇଁ ଏକ ବଡ ଘଟଣା ଘଟିଥିଲା। ଦକ୍ଷିଣ ଶ୍ରୀଲଙ୍କାରେ ମଧ୍ୟ 40 ନଟିକାଲ ମାଇଲ ଦୂରରେ ମଧ୍ୟ ଆମେରିକା ସବମରିନ ଜାହାଜ ଅଛି। ଏହି ଆକ୍ରମଣରେ ଜାହାଜଟି ବୁଡି ଯାଇଥିବା ବେଳେ 27 ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି, ଯାହା ସବୁଠୁ ଆଶ୍ଚର୍ଯ୍ୟ କରିଛି। ପରବର୍ତ୍ତୀ ଖବର, ଟିଭି ନ୍ୟୁଜ ଚ୍ୟାନେଲ ମାନଙ୍କର TRP ଆସନ୍ତା 4 ସପ୍ତାହ ବନ୍ଦ ରହିବ। ଏହି ନିଷ୍ପତ୍ତି କେନ୍ଦ୍ର ସରକାର ନେଇଛନ୍ତି। ତେବେ ପାଳନ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ସରକାର କହିଛନ୍ତି ଇସ୍ରାଏଲ ଇରାନ ଏବେ କନଫ୍ଲିକ୍ଟକୁ ନେଇ କୌଣସି ଟିଭି ନ୍ୟୁଜ ଚ୍ୟାନେଲ ଅତିରଞ୍ଜିତ ମନଗଢା ଖବର ପ୍ରସାରଣ କରୁଛନ୍ତି। ଏଭଳି ଖବର ସାଧାରଣ ଲୋକମାନେ ବିଶେଷ କରି ଭୟଭୀତ ହେଉଛନ୍ତି। ଏସବୁ କରିବା ଉଚିତ ନୁହେଁ। ପରିବାର ଲୋକ ଭୟ ଆତଙ୍କରେ ପଡୁଛନ୍ତି। ଅଧିକାରୀ କହିବା ଅନୁଯାୟୀ ନ୍ୟୁଜ ଚ୍ୟାନେଲ ମାନଙ୍କରେ ଏବେ TRP ପାଇଁ ଭୟଙ୍କର ପ୍ରତିଯୋଗିତା ଚାଲିଛି। ଏହି କାରଣରୁ କିଛି ଚ୍ୟାନେଲ ସମ୍ବେଦନଶୀଳ ଆନ୍ତର୍ଜାତୀୟ ପରିସ୍ଥିତିକୁ ବଢାଇ ଦେଉଛନ୍ତି। ତେବେ ଏହି ପ୍ରତିଯୋଗିତାକୁ ରୋକିବା ପାଇଁ ଭୁଲ ବଶତଃ ଅତିରଞ୍ଜିତ ଖବରକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ପରବର୍ତ୍ତୀ ଖବର, ଇରାନ ଇସ୍ରାଏଲ ଯୁଦ୍ଧ ସମୟରେ ଆଜି LPG ସିଲିଣ୍ଡର ମୂଲ୍ୟ 60 ଟଙ୍କା ବଢିଛି। ସେପଟେ ସାଧାରଣ ଲୋକ ହଇରାଣ ଶିକାର ହେଉଛନ୍ତି। ଏପଟେ ଗୋଟିଏ ସିଲିଣ୍ଡର ଆଣିଲେ ଲୋକ ମାସ ଚଳୁଛନ୍ତି। ହଠାତ୍ 5-10 ହଉଥିଲା, କିନ୍ତୁ ଏବେ ହଠାତ୍ 60 ଟଙ୍କା ବଢିଲା ପରେ ଲୋକମାନଙ୍କ ମଧ୍ୟ ଆହୁରି ସନ୍ଦେହ ସୃଷ୍ଟି ହେଉଛି। ଆଉ କିଛି ଦର ବଢିବ ବୋଲି ଆଶା କରାଯାଉଛି। ସେପଟେ କୁହାଯାଉଛି ପନିପରିବା ଦରଠୁ ଆରମ୍ଭ କରି ଟିକେଟ ଭଡା ମଧ୍ୟ ସବୁ କିଛି ବଢିଯିବ। ପେଟ୍ରୋଲ ମଧ୍ୟ ବଢିବ। ଏନେଇକି କେଉଁଠି ସବୁ କିଛି ମହଜୁଦ ହେବ, କିନ୍ତୁ ଦର ବଢିବ ବୋଲି ଏପଟେ ସରକାର କହିଛନ୍ତି। ଯେହେତୁ ଇରାନ ଇସ୍ରାଏଲ ଯୁଦ୍ଧ ଚାଲିଛି, ସେଣୁକଣିକି ଏବେ ସବୁ କିଛି ଦର ବଢିବ ବୋଲି ସୂଚନା ମିଳୁଛି।
ପରବର୍ତ୍ତୀ ଖବର ଯୁବପିଢ଼ିଙ୍କ ପ୍ରେରଣା ହୋଇଛନ୍ତି ଇଣ୍ଟରନ୍ୟାସନାଲ ଓମେନ୍ସ ଡେ କାଲି। ତେବେ ଏହି ଅବସରରେ ଗଞ୍ଜାମର ଦୁଇ ମହିଳା ଆଇପିଏସ୍ ଅଧିକାରୀ ସାରା ଶର୍ମା ଏବଂ ବବିତା ରାଣୀ ସ୍ୱାଇଁ ଯୁବପିଢ଼ିଙ୍କ ପ୍ରେରଣା ହୋଇଛନ୍ତି। ସେମାନେ ନିଜର କୋଠର କାର୍ଯ୍ୟଶୈଳୀ ସାମାଜିକ ସେବା ଦ୍ୱାରା ଲୋକଙ୍କ ମନରେ ବିଶେଷ ସ୍ଥାନ ହାସଲ କରିଛନ୍ତି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଝିଅ 2010 ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ ବର୍ତ୍ତମାନ ସେଣ୍ଟ୍ରାଲ ବ୍ୟୁରୋ ଇନଭେଷ୍ଟିଗେସନ ପୁନେରେ ଡିଆଇଜି ଭାବେ କାମ କରୁଛନ୍ତି। ଆଇପିଏସ୍ ପୂର୍ବରୁ ସେ ମଧ୍ୟ ଆଗରୁ ଲ ୟୁନିଭର୍ସିଟି କିଡ୍ ସ୍କୁଲ ଅଫ୍ ଲ ସରକାରୀ ପ୍ରଫେସର ଥିଲେ। ତେବେ କୁହାଯାଉଛି ଏବେ ବଲାଙ୍ଗୀର ପୋଲିସ ଚାକିରି ଆରମ୍ଭ କରି ସୋନପୁର ଦେବଗଡ଼ ଗଜପତିରେ ଏସ୍ପି ଭାବେ କାମ କରିଥିଲେ। ତା ସହିତ ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ସେବା କରି ଅଧିକ ଲୋକପ୍ରିୟ ହୋଇଥିଲେ। ସେପଟେ ବବିତା ସ୍ୱାଇଁ ମଧ୍ୟ 2021 ବ୍ୟାଚର ମଣିପୁର କ୍ୟାଡର ଆଇପିଏସ୍ ଅଧିକାରୀ। ସେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଭୁବନେଶ୍ୱରରେ ବିଟେକ୍ ପଢ଼ିବା ପରେ ୟୁପିଏସ୍ସି ସିଭିଲ ସର୍ଭିସ ଏକ୍ଜାମିନେସନ ପାଇଁ ପ୍ରସ୍ତୁତ ଥିଲେ। ପ୍ରଥମେ 2017ରେ ଇଣ୍ଡିଆନ ରେଲୱେ ଆକାଉଣ୍ଟାଣ୍ଟ ସର୍ଭିସ ଚୟନ କରିଥିଲେ। ପୁଣି ପ୍ରୟାସ କରି 2021ରେ ଆଇପିଏସ୍ ହୋଇଥିଲେ। ବର୍ତ୍ତମାନ ସେ ମଣିପୁରର ମଧ୍ୟ ଏସ୍ପି ଭାବେ ଦାୟିତ୍ୱ ନିଭାଉଛନ୍ତି। ଦଙ୍ଗା ପ୍ରଭାବିତ ଅଞ୍ଚଳରେ ଆଇନ ଶୃଙ୍ଖଳା ମଧ୍ୟ ରକ୍ଷା କରୁଛନ୍ତି, ଯାହାଫଳରେ ସମସ୍ତଙ୍କ ପାଇଁ ପ୍ରେରଣା ମଧ୍ୟ ସାଜିଛନ୍ତି। ଗରିବଠୁ ଆରମ୍ଭ କରି ଅନ୍ୟ ଲୋକଙ୍କୁ ଖାଇବାକୁ ଦଉଛନ୍ତି, ଅନ୍ୟର ଦୁଃଖ ମଧ୍ୟ ବୁଝୁଛନ୍ତି, ଯାହା ଇଣ୍ଟରନ୍ୟାସନାଲ ଓମେନ୍ସ ଡେ ଏମାନଙ୍କ ଠାରୁ ପ୍ରେରଣା ନେବ ବୋଲି କୁହାଯାଉଛି।